ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣ କେମିତି ଅଛନ୍ତି? ମୁଁ ତ ବହୁତ ଭଲ ଅଛି। ବର୍ତ୍ତମାନ ତ ଏଡ଼ିଟିଂ ଚାଲିଛି। ଡିସେମ୍ବରରେ ମୋର ତ ପ୍ରାୟ କାମ ଆସିନି। ଡିସେମ୍ବରରେ କାହାର କେମିତି କ'ଣ ଥିବ। ନଭେମ୍ବର ତ ସରିଗଲା, ଯାହା ଥିଲା କାମ ସରିଗଲା। ଟିକେ ଗ୍ୟାପ୍ ଅଛି, ପୁଣି ତ ପଡ଼ିଯିବ ପୌଷ ମାସରେ ତ କାହାର ନଥାଏ ପ୍ରାୟ। ମାଘରେ କ'ଣ ଆସୁଛି ଦେଖିବା। ତଥାପି ଗୋଟେ ଗୋଟେ ବୁକିଂ ଅଛି। ମୋର ଗୋଟିଏ ନୂଆ ଫଟୋଗ୍ରାଫର ଭିଡ଼ିଓଗ୍ରାଫର ଯେଉଁମାନେ କରୁଛନ୍ତି, ନୂଆ କ୍ୟାମେରା କିଣିଛନ୍ତି। ଆଗରୁ ଆଜିକାଲି ତ ଯେଉଁମାନେ ନୂଆ ମାନେ କ'ଣ, ସେମାନଙ୍କୁ ଆପଣ ନୂଆ କ୍ୟାମେରା ଲାଇନ୍କି ଆସିଲେ ଗୋଟେ ଯୋଡ଼େ କାମ କରିବାକୁ ଯାଇଥିବେ, ତାପରେ ସିଏ ହେଇଯିବେ ପ୍ରଫେସନାଲ୍। ମୋ କଥା ଖରାପ ଭାବରେ ଲାଗିବ କାହାକୁ ଲାଗିପାରେ। ଏଇଟା ନିରାଟି ସତ୍ୟ। ଯେଉଁଟା ସମସ୍ତେ ନୁହଁ, କେତେ ଜଣଙ୍କ କଥା କହୁଛି। 2-4 ଥର ଯଦି ଆପଣ କ୍ୟାମେରାମ୍ୟାନ୍ ହେଇକିରି ତାକୁ ଡାକିଦେଲେ, ସିଏ ତାପରେ କ'ଣ କରୁଛନ୍ତି ନା କ'ଣ, କ୍ୟାମେରା ଗୋଟେ କିଣିଦେଲେ, କ'ଣ ନା ଆମେ ହେଲୁ ପ୍ରଫେସନାଲ୍। ଏମିତି ବି ହୁଏ, କ୍ୟାମେରା ନ କିଣିଲେ ବି ତାଙ୍କ ଭାଇ କ'ଣ କାମ ରଖିଛନ୍ତି ନା, ହଁ କାମ ଅଛି, ଆଉ କେଉଁଦିନ ଡେଟ୍ କହୁନାହାନ୍ତି। ଏମିତି ପୁରା ଡିଟୋ ଆପଣଙ୍କୁ କହୁଛି। କେବେ ଡେଟ୍ ଅଛି, ଆମର ପିଲା କାମ କରିବେନି। ଆରେ ଭାଇ, ତମେ ତ ଏବେ 2-3ଟା କାମ ଏଇ 4 ମାସ ହେଲା, 2 ମାସ ହେଲା କାମ ଶିଖୁଥିଲ, ନୂଆ ନୂଆ କ୍ୟାମେରା ଧରିଛ, ତମେ କ'ଣ ପିଲା କରିସାରିଲଣି? ମାନେ ଆମେ ଯେଉଁ 20 ବର୍ଷ ହେଲା କାମ କରୁଛୁ ଏ ଲାଇନ୍ରେ, ତାହେଲେ ଆମେ କ'ଣ ବୁଝିପାରୁଛୁ?